ସକାଳ ଜଳଖିଆ ହଉ କି ଦ୍ୱିପ୍ରହର ଅବା ରାତ୍ର ଭୋଜନ ଏମିତି ବନେଇକି ସବୁବେଳେ ଖାଇପାରିବେ ଯେତେବେଳେ ହବ ମନ। ସ୍ୱାଦ ଯେମିତି ସ୍ୱାସ୍ଥ୍ୟକର ସେମିତି ସପ୍ତାହକୁ 3 ଥର ମୁଁ ବନାଏ ଏମିତି। ଦର୍ଶକ ବନ୍ଧୁ ସମସ୍ତଙ୍କୁ କରୁଛି ମୁଁ ପ୍ରଣିପାତ। ମା ଗେଲୁ ହାଣ୍ଡିଶାଳକୁ ଆପଣମାନଙ୍କୁ ବହୁତ ବହୁତ ସ୍ୱାଗତ। ମାତ୍ର 10 ମିନିଟ୍ ଭିତରେ ନଡ଼ିଆ ଭାତ ସହିତ ବିଟ୍ରୁଟ୍ ପାଚିଡ଼ି ଆସନ୍ତୁ କରିବା ପ୍ରସ୍ତୁତ। ଦର୍ଶକ ବନ୍ଧୁ ଆପଣମାନେ ସମସ୍ତେ ଜାଣନ୍ତି ବିଟ୍ରୁଟ୍ ଆମର ଦେହ ପାଇଁ କେତେ ଭଲ। ଆପଣ ମାନେ ସାଲାଡରେ ମଧ୍ୟ କିମ୍ବା ଚାଟ୍ରେ ଏମିତି ବିଟ୍ରୁଟ୍ ଖାଇଥିବେ, କିନ୍ତୁ କେବଳ ବିଟ୍ରୁଟ୍ ଖାଇବାକୁ କହିଲେ ଆପଣମାନଙ୍କୁ ଟିକେ ଭଲ ଲାଗିନଥାଏ, କିନ୍ତୁ ଏମିତି ଯଦି ପାଚିଡ଼ି କରିକି ଖାଇବେ ବହୁତ ବଢ଼ିଆ ଲାଗିବ। ଏମିତିକି ଯଦି ଆପଣମାନଙ୍କୁ ବିଟ୍ରୁଟ୍ ଜମା ବି ପସନ୍ଦ ନୁହଁ ତାହେଲେ ଏଇ ରେସିପିଟି ବନେଇବେ, ଦେଖିବେ ବହୁତ ବଢ଼ିଆ ଲାଗିବ, ପୁରା ସ୍ୱାଦିଷ୍ଟ। ଆପଣମାନେ ଭାତ ହଉ କିମ୍ବା ଯେକୌଣସି ଫ୍ଲେଭରଫୁଲ୍ ରାଇସ୍ ସହିତ ଏଇ ବିଟ୍ରୁଟ୍ ପାଚିଡ଼ି ଖାଇପାରିବେ, ଭାରି ବଢ଼ିଆ ଲାଗିବ। ତେବେ ଆସନ୍ତୁ ଆଜିର ପ୍ରସ୍ତୁତି ଆରମ୍ଭ କରିବା। ପ୍ରଥମେ ବିଟ୍ରୁଟ୍କୁ ଭଲ ଭାବରେ ଧୋଇ ସାରିବା ପରେ ଚୋପା ଛଡ଼େଇକି ତାକୁ କୋରିକି ରଖିବା। ଯେହେତୁ ଆଜି ଆମେ ପ୍ରସ୍ତୁତ କରିବା ବିଟ୍ରୁଟ୍ ପାଚିଡ଼ି ଆଉ କୋକୋନଟ୍ ରାଇସ୍ ବା ନଡ଼ିଆ ଭାତ, ସେଥିପାଇଁ ମୁଁ ଗୋଟେ ନଡ଼ିଆ ଏଠି ବାଡ଼େଇକି ନେଇଯାଇଛି। ଏଠି ଆମେ ଗୋଟେ ଫାଳ ନଡ଼ିଆ ପୁରା ନେବା। ଆଉ ଏଇ ନଡ଼ିଆ ଆଉ ଦହିର ଫ୍ଲେଭରରେ ଆମେ ବିଟ୍ରୁଟ୍କୁ ପ୍ରସ୍ତୁତ କରିବା। ଏଠି ଦେଖନ୍ତୁ ଫାଳେ ନଡ଼ିଆ ସହିତ ମୁଁ ନେଇଛି ଗୋଟେ ଚାମଚ ଜିରା, ଗୋଟେ ଚାମଚ ସୋରିଷ, କିଛି କଞ୍ଚା ଲଙ୍କା ଆଉ ଅଳ୍ପ ଟିକେ ପାଣି ଦେଇକି ଚିକଣ କରିକି ବାଟିଦେବା। ଜିରା ସୋରିଷ ଏଇସବୁ ପଡ଼ିକି ଯଦି ନଡ଼ିଆକୁ ଆମେ ଏମିତି ବାଟିଦେବା ତାର ବାସ୍ନା ବହୁତ ବଢ଼ିଆ ରହିବ। ଏବେ ଦେଖନ୍ତୁ ଆମେ ପୁରା ଚିକଣ କରିକି ବାଟି ଦେଇଛେ। ଏବେ ହାଣ୍ଡିକୁ ବସେଇଦେବା ମିଡ଼ିୟମ୍ ଫ୍ଲେମ୍ରେ। ହାଣ୍ଡି ଭଲ ଭାବରେ ତାତିଗଲା ପରେ ଏଠି ବିଲକୁଲ ତେଲ ଦେବେନି। ଏବେ ଆମେ ପ୍ରଥମେ ବିଟ୍ରୁଟ୍ ପକେଇକି ଭାଜିବା। ଆଉ ବିଟ୍ରୁଟ୍ ଦେଇସାରିବା ପରେ ଆମେ ଦେବା ସ୍ୱାଦ ଅନୁସାରେ ଲୁଣ, ଅଳ୍ପ ଟିକେ ହଳଦୀ ଗୁଣ୍ଡ ଆଉ ଆମେ ଯେଉଁ ବଟା ମସଲା ରଖିଥିଲେ ନଡ଼ିଆ, ଜିରା, ସୋରିଷ, କଞ୍ଚା ଲଙ୍କାକୁ ବାଟିକି ରଖିଥିଲେ ତାକୁ ଏଠି ଦେଇକି ଭଲ ଭାବରେ ଗୋଳେଇ ଦେବା। ଏଠି ବିଲକୁଲ ପାଣି ଦେବେନି। ଏମିତି ଗୋଳାଗୋଳି କରିସାରିବା ପରେ ଫ୍ଲେମ୍କୁ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ କରିଦେବେ। ଘୋଡ଼େଇକି ମାତ୍ର 5 ମିନିଟ୍ ପାଇଁ ଛାଡ଼ିଦେବେ। 5 ମିନିଟ୍ ଭିତରେ ଏଇ ବିଟ୍ରୁଟ୍ ବଢ଼ିଆ ଭାବରେ ସିଝିଯିବ। ଏଠି ଦେଖନ୍ତୁ ଯେହେତୁ ଆମେ ବିଟ୍ରୁଟ୍କୁ କୋରିକି ନେଇଛେ ବହୁତ ଜଲ୍ଦି ସିଝିଯିବ। ଆଉ ଏଇ ମସଲା ସହିତ ବଢ଼ିଆ ଭାବରେ ସିଝିଗଲେ ଗୋଟେ ବହୁତ ବଢ଼ିଆ ବାସ୍ନା ଆସିବ ବିଟ୍ରୁଟ୍ରେ। ଏମିତି କଞ୍ଚା ବିଟ୍ରୁଟ୍ ଖାଇବାକୁ ଟିକେ ଭଲ ଲାଗିନଥାଏ, କିନ୍ତୁ ଏମିତି ମସଲା ସହିତ ଯଦି ଟିକେ ଭାଜିଦେବେ ତାହେଲେ ଭାରି ବଢ଼ିଆ ଲାଗିବ। ଏଠି ଦେଖନ୍ତୁ ବିଟ୍ରୁଟ୍ ବଢ଼ିଆ ଭାବରେ ସିଝି ଯାଇଛି ବା ଭାଜି ହେଇଯାଇଛି ମସଲା ସହିତ। ଏବେ ଆମେ ଗ୍ୟାସ୍ର ଫ୍ଲେମ୍କୁ ଅଫ୍ କରିକି ବିଟ୍ରୁଟ୍କୁ ଟିକେ ହାଲକା ଥଣ୍ଡା କରିବାକୁ ଛାଡ଼ିଦେବା। ହାଲକା ଥଣ୍ଡା ହେଲା ପରେ ଆମେ ଏଠି ନେଇଛୁ ବସା ଦହି ଗୋଟେ ଗିନାରେ ଗିନେ। ବସା ଦହିକୁ ଭଲ ଭାବରେ ଫେଣ୍ଟି ଦେବା ଯେମିତି କିଛି ଲମ୍ପସ୍ ବା ଦାନା ନ ରୁହେ। ଏଠି ଦେଖନ୍ତୁ ବିଟ୍ରୁଟ୍ ବଢ଼ିଆ ଭାବରେ ଥଣ୍ଡା ହେଇଗଲାଣି। ଆମେ ଆଉ ଟିକେ ନଡ଼ିଆ କୋରା ମଧ୍ୟ ପକାଇଦେବା, ବହୁତ ବଢ଼ିଆ ଲାଗିବ। ନଡ଼ିଆ କୋରା ଦେଇକି ବିଟ୍ରୁଟ୍ ସହିତ ମିଶାଇ ଦେବେ। ଏମିତିରେ ବି ଖାଇବାକୁ ବେଶ ବଢ଼ିଆ ଲାଗିବ, କିନ୍ତୁ ଦହି ପକାଇଲେ ତା'ର ସ୍ୱାଦଟା ପୁରା 2 ଗୁଣ ହେଇଯିବ। ଯେକୌଣସି ଭାତ ସହିତ ଖାଇପାରିବେ, ଏମିତିକି ରୁଟି, ପରଟା ସବୁଥିରେ ଖାଇପାରିବେ। ଏମିତିରେ ବିଟ୍ରୁଟ୍ ଆମର ଦେହ ପାଇଁ ଯେହେତୁ ବହୁତ ଭଲ, ଆପଣ ଯେକୌଣସି ଫର୍ମରେ ନିଶ୍ଚିତ ଭାବରେ ଖାଆନ୍ତୁ। ଆଉ ଏମିତି ଯଦି ବନେଇକି ଖାଇବେ ପାଚେଡ଼ି କରିକି ବିଟ୍ରୁଟ୍ରେ, ସ୍ୱାଦ ପୁରା ଜବରଦସ୍ତ ରହିବ। ଏଠି ଦେଖନ୍ତୁ କେତେ ସୁନ୍ଦର ରଙ୍ଗ ଆସିଛି ଦହି ମିଶାଇ ସାରିବା ପରେ। ପ୍ରଥମେ ବିଟ୍ରୁଟ୍କୁ ଆମେ ମସଲା ସହିତ ଭାଜି ସାରିବା ପରେ, ଥଣ୍ଡା କରିକି ଦହି ମିଶାଇ ସାରିବା ପରେ ତା ଉପରେ ଆମେ ଗୋଟେ ଛୁଙ୍କ ଦେବା ବା ତଡ଼କା ଦେବା, ଯାହାର କି ସ୍ୱାଦ ପୁରା ବଢ଼ିଯିବ। ଏଠି ଦେଖନ୍ତୁ ଆକୁ ବିଲକୁଲ ପାଣିଆ କରିବେନି, ଏମିତି ଲଟପଟ କରିକି ରଖିବେ। ତେଣୁ ଗାଢ଼ା ବସା ଦହିର ବ୍ୟବହାର କରିବେ, ତା ସହିତ ବିଟ୍ରୁଟ୍କୁ ଭାଜି ଦେଇଥିବେ, ବହୁତ ବଢ଼ିଆ ଲାଗିବ। ଥରେ ନିଶ୍ଚୟ ବନାନ୍ତୁ। ଏବେ ଆମେ ତଡ଼କା ପ୍ୟାନ୍ରେ ଗୋଟେ ଚାମଚ ଦେଇଦେବା ତେଲ, ଅଳ୍ପ ଟିକେ ଦେବା ହେଙ୍ଗୁ ଭଲ ବାସ୍ନା ପାଇଁ, ଜିରା ଗୋଟେ ଛୋଟ ଚାମଚ, ସୋରିଷ ଗୋଟେ ଛୋଟ ଚାମଚ ଆଉ ବିରି ଡାଲି ଗୋଟେ ଛୋଟ ଚାମଚ, ତା ସହିତ କିଛି ଶୁଖିଲା ଲଙ୍କା। ଆକୁ ଟିକେ ହାଲକା ଫୁଟେଇ ଦେବା। ବିରି ଡାଲିକୁ ବେଶୀ ପୋଡ଼ିବେନି, ହାଲକା ହାଲକା ବାଦାମୀ ହେବ। ବେଶୀ ପୋଡ଼ିଦେଲେ ପିତା ଲାଗିବ। ଯଦି ହାଲକା ବାଦାମୀ ରଙ୍ଗର ହେଇଥିବ ବିରି ଡାଲିଟା, ସେତେବେଳେ ଆମେ ଏଇ ପାଚେଡ଼ିରେ ପକାଇବା, ତା'ର ସ୍ୱାଦ ବହୁତ ବଢ଼ିଆ ରହିବ, ପାଟିକୁ ପୁରା କ୍ରଞ୍ଚି ଲାଗିବ। ତା ସହିତ କିଛି ଭୃଷଙ୍ଗ ପତ୍ର ପକାଇଦେବା। ଦେଖନ୍ତୁ ଆମର ଜବରଦସ୍ତ ତଡ଼କା ପ୍ରସ୍ତୁତ ହେଇଯାଇଛି। ଏଇ ତଡ଼କାଟି ଆମେ ବିଟ୍ରୁଟ୍ ପାଚେଡ଼ି ଉପରେ ଦେଇଦେବା। ଦେଖନ୍ତୁ କେତେ ସୁନ୍ଦର ରଙ୍ଗ ଦେଖାଯାଉଛି। ତା ଉପରେ ଆଉ ଟିକେ ନଡ଼ିଆ କୋରା, ଏତେ ସୁନ୍ଦର ଲାଗିବ। ଆପଣମାନେ ନିଶ୍ଚୟ ବନେଇକି ଖାଆନ୍ତୁ, ଜାଣିପାରିବେ। ଆଉ ଏଇ ବିଟ୍ରୁଟ୍ ପାଚେଡ଼ି ମୁଁ ସପ୍ତାହକୁ ନିଶ୍ଚୟ 3 ଥର ବନାଏ, ଆଉ ବହୁତ ବଢ଼ିଆ ଲାଗେ ସମସ୍ତଙ୍କୁ।
आउ एई पाचेडी सहित मु आज बनैबी कोकोनट राइस बा नड़िया भात जहाँकि बहुत बढ़िया स्वादिष्ट। आउ सबुठो बड़ कथा हला मात्र 5 मिनिट भितर प्रस्तुत हो जिवो। 5 मिनिट रे बीटरूट पाचेडी आ 5 मिनिट भितर नड़िया भात एमिति समुदाय 10 मिनिट भितर बहुत सुंदर खाइबाटे प्रस्तुत हो जिवो। एठी आमे मीडियम फ्लेम रे कड़ाई को बसई दबा। गोटे चामच दबा तेल, गोटे बड़ चामच दबा चीना बादाम, गोटे बड़ चामच नबा काजू, गोटे छोट चामच जीरा, गोटे छोट चामच सोरिष, गोटे छोट चामच बिरी डाली, गोटे छोट चामच बुट डाली एतिकी पकई देकी हाल्का टिके भाजी दबा लो टू मीडियम फ्लेम रे गोटे मिनिट पाई, जहाँ फल रे कि एई सबु जिनस बढ़िया भाव में भाजी हो जिवो। जीरा सोरिष भी बढ़िया भाव में फुटी जिवो। एबे पकेबा टिके अधिक भृसंग पत्र। भृसंग पत्रर बास्ना बहुत बढ़िया रहिबो एथिरे। ता सहित किछि कंचा लंका मझिरु एमिति चिरिकी पकेबे, हाल्का हाल्का राग राग लागिबो। आ ता सहित आमे नड़िया पकेकी जेहेतु प्रस्तुत करिबा नड़िया भात बा कोकोनट राइस बहुत बढ़िया लागिबो स्वाद रे। आ गोटे फाळ नड़िया मोठी नेछि, ता माने गोटे फाळ नड़िया को मु बाटी थिली बीटरूट पाचेडी रे। आ गोटे फाळ नड़िया को एमिति कोरिकी पकेबे, बाटिकी पकेबेनी, एमिति कोरिकी पकेबे। आ स्वाद अनुसार दे देबे लूण, ताको आउ टिके भाजी देबे। नड़िया भी टिके हल्का भाजी हो गला परे टिके हल्का हल्का बादामी रंग हो गले तार स्वाद भी आहुरी बढ़ी जाए। एमिति एई सब भल भाव रे भाजी हो गला परे आमे एठी दबा बड़का भात। आपण माने सांगे सांगे भात रांधि कि गरम गरम भातर व्यवहार एठी करिवेनी। कौन करेंगे ना, भात को रांधि देथिबे, ताको रखी देथिबे किछि समय, नचेते फ्रिज रे किछि समय रखिदेबे, जहाँफल कि बढ़िया ठंडा हो जिवो, पूरा गोटी गोटी होइकी रहिबो भात। भात दे सारिबा परे गोटे चामच दबा गरम मसला गुंड, गोटे छोट चामच आउ अधिक टिके धनिया पत्र कटा, तापरे भल भाव में गोले देबे। देखंतु केते सुंदर रंग देखा जाउची, पूरा नट सब आम जो पकईचे बढ़िया देखा जाउची। ता सहित नड़ियार बास्ना बहुत बढ़िया आसुची। आउ एमिति कोकोनट राइस बा नड़िया भात खाइबाकू बेस बढ़िया लगी थाए। आपण माने सकाळ जलखिया रे हो किंबा दुई प्रहर रे हो, मध्याह्न भोजन रे हो किंबा राति रे मध्य खाई परिबे, एत्ते बढ़िया लागिबो। एठी देखंतु आमर प्रस्तुत हो जाइए पूरा गोटी गोटी झुरझुरा होइकी नड़िया भात। एमिति कोकोनट राइस आमर प्रस्तुत हो गला मात्र 5 मिनिट भितर। ता सहित भारी सुआदिया बीटरूट पाचेडी मध्य प्रस्तुत हो जाइए। आपण माने एमिति कोकोनट राइस सहित ए बीटरूट पाचेडी प्रस्तुत करके खांतु, देखिबे बहुत बढ़िया लागिबो, समस्तंको भी बहुत बढ़िया लागिबो। एमिति प्रस्तुत करंतु, खांतु, समस्तंको खुआंतु। आजिर प्रस्तुति केमिति लागिला विनम्रतार सहित अनुरोध निश्चय जणेबे। भल लगी लाइक शेयर सब्सक्राइब करने सहित हाइप मध्य करदेबे। आउ जदि फेसबुक पेज रे देखु थांती तेबे विनम्रतार सहित अनुरोध निश्चय फॉलो करेंगे। तेबे आज पई एतिकी, पुणी देखा हेबा आउ गोटे चलचित्र रे आउ गोटे संपूर्ण नुआ व्यंजन सहित। जय जय जगन्नाथ।